ଆପଣ ସମସ୍ତେ ତ ଆଜି ରଥଯାତ୍ରା ଦେଖି ଯାଉଥିବେ, ତ ପୁରୀ କି ବି ରଥଯାତ୍ରା ଦେଖି ଯାଉଥିବେ। ତ ଆମର ତ ଭାଗ୍ୟ ନାହିଁ ଦର୍ଶକମାନେ, ଆମେ ଆଉ କ'ଣ କରିବୁ? ଘରେ ଖାଲି ବସିଥିବୁ, ଆଉ କ'ଣ କରିବୁ? ତ ଭାଗ୍ୟରେ ନାହିଁ ଦେଖି ଯିବା ପାଇଁ, କାହିଁ ସେଠିକି ନାହିଁ। ଆଉ କ'ଣ କରିବୁ? ଘରେ ବସିକି ଠାକୁରଙ୍କୁ ଯାହା ଯେମିତି ଜୟ ଜଗନ୍ନାଥଙ୍କୁ ଆମ ଦୁଃଖ ଜଣେଇବୁ। ଆଉ କ'ଣ କରିବୁ? ଭଗବାନ ଜୟ ଜଗନ୍ନାଥ ଠାକୁର, ବଳଭଦ୍ର ସୁଭଦ୍ରା, ମା ସୁଭଦ୍ରା ତ ଆମକୁ ସବୁଦିନେ ମାନେ ଦେହ ପା ଆମର ଭଲ ଥାଉ। ତ ଦି ଓଳି ଦି ମୁଠା ଆମକୁ ଖାଇବାକୁ ମିଳୁ। ତ ଠାକୁରକୁ ଆମେ ଏତିକି ହିଁ ଜଣାଉଛୁ। ତ ଭାଗ୍ୟରେ ନଥିଲେ ତ କାହିଁ ସିଆଡ଼େ ଯାଇ ହେବନି, ସତ କଥା ଦର୍ଶକମାନେ। ତ ଭାଗ୍ୟରେ ଥିଲେ ଠାକୁରଙ୍କ ଡୋରି ଲାଗିଲେ ତ ଯାଇ ହେବ, ଠାକୁରଙ୍କ ଡୋରି ନ ଲାଗିଲେ ତ କାହିଁ ସିଆଡ଼େ ଯାଇ ହେବନି, ସତ କଥାଟା। ତ ଭଗବାନଙ୍କ ଡୋରି ଲାଗିନି, ତ ଆମେ ସେଥିପାଇଁ କେଣି ସିଆଡ଼େ ଯାଇପାରୁନୁ। ଭଗବାନଙ୍କୁ ଜୟ ଜଗନ୍ନାଥ ଠାକୁରକୁ ଦର୍ଶନ ବି କରି ଯାଇପାରୁନୁ। ତ ବହୁତ ମାନେ ଯିବା ପାଇଁ ଇଚ୍ଛା ହେଉଛି, କ'ଣ କରିବା ସାଙ୍ଗମାନେ। ତ ଏମିତି ହେଉଛି କଥା, ଯାଇ ତ ପାରୁନୁ, ମନ ତ ବହୁତ ଦୁଃଖ ହେଉଛି। ତ କେତେ କ'ଣ ଆଜି କେତେ ପୁରା ଜନ୍ଦା ପିମ୍ପୁଡ଼ି ଭଳିଆ ଆଜି ମାନେ ପୁରୀରେ ରଥଯାତ୍ରା ହେଉଛି, ମାନେ ବହୁତ ଲୋକ ଯାଇଛନ୍ତି। ତ ଆମେ ଟିଭିରେ ଦେଖୁଛୁ ବସିକିନା। ତ ଖରା ବି ପ୍ରବଳ, ଗୁଳୁଗୁଳି ବି ହେଉଛି, ପାଣି ସ୍ପ୍ରେ ହେଉଛି। ତ ଏପଟେ ଅନୁଗୁଳରେ ବି ଖରା ହେଉଛି। ଦେଖାଯାଉ ଆଗକୁ କ'ଣ ହେଉଛି କ'ଣ ନାହିଁ। ଆପଣମାନେ ସେମିତି ଭିଡ଼ିଓ ଦେଖି ଚାଲନ୍ତୁ, ଆମ ସହିତ ଯୋଡ଼ି ହେଇକି ରୁହନ୍ତୁ, ଆମର ସୁଖ ଦୁଃଖ ଭଲ ମନ୍ଦ ସବୁ ଜାଣିପାରିବେ। ଯେଉଁମାନେ ଯେଉଁ ଭାଇ ଭଉଣୀମାନେ ମୋ ଗୁରୁଜନମାନେ ତ ଯାଇଛନ୍ତି, ସେ କେତେ ପୁଣ୍ୟ କାମ କରିଛନ୍ତି ବୋଲି ଯାଇଛନ୍ତି। ତ ଆମେ ତ ଘରେ ବସିକିନା ଏଠି ଠାକୁରକୁ ପ୍ରାର୍ଥନା କରିବୁ। ତ ଆଉ କ'ଣ କହିବି ଭାଇ ଭଉଣୀମାନେ। ତ ଆପଣମାନେ ଯେଉଁ ମୋ ଗୁରୁଜନମାନେ ଯେଉଁମାନେ ଯାଇଛନ୍ତି, ଭଲରେ ଭଲରେ ଠାକୁର ଦର୍ଶନ ସାରି ଘରକୁ ଫେରନ୍ତୁ ହସ ଖୁସିରେ। ଆଉ ମୋ ଛୋଟ ଭାଇ ଭଉଣୀମାନେ ଯେଉଁମାନେ ବି ଯାଇଛନ୍ତି, ତ ସେମାନେ ବି ଜୟ ଜଗନ୍ନାଥଙ୍କ ଠାକୁରକୁ ଦର୍ଶନ ସାରି ତ ଘରକୁ ଫେରନ୍ତୁ ଖୁସିରେ, ମନ ଖୁସିରେ ପୁରା ଫେରନ୍ତୁ। ତ ମୁଁ ଏତିକି ରହି ଜୟ ଜଗନ୍ନାଥ ଠାକୁରଙ୍କୁ ତ ପ୍ରାର୍ଥନା କରିପାରିବି ଘରେ ବସିକିନା। ତ ଯାହା ହଉ ମୋ ଓଡ଼ିଶାବାସୀ ସମସ୍ତେ ଆଜି କେତେ ଲୋକ କେତେ କ'ଣ ଆଜି ଯାଇଛନ୍ତି ପୁରୀକି। ତ ବହୁତ ଆଜି କେତେ ମାନେ ବଡ଼ ଦିନ। ତ ହଉ, ଆପଣମାନେ ସେମିତି ଯେଉଁ ଭାଇ ଭଉଣୀମାନେ ମୋ ଗୁରୁଜନମାନେ ଯାଇଛନ୍ତି, ସେମିତି ହସ ଖୁସିରେ ଏନ୍ଜୟ କରନ୍ତୁ, ଠାକୁରକୁ ଦର୍ଶନ କରନ୍ତୁ, ଆଉ ଭଲରେ ଭଲରେ ଘରକୁ ଫେରନ୍ତୁ। ଜୟ ଜଗନ୍ନାଥ, ଜୟ ମାଙ୍ଗୁଳା। ହ୍ୟାଲୋ, ହାଇ, ନମସ୍ତେ। କେମିତି ଅଛନ୍ତି ସମସ୍ତେ? ମୁଁ ସୁରେଖା ଆସିଗଲି ଆଉ ଗୋଟେ ନୂଆ ଭିଡ଼ିଓରେ। ଆପଣମାନଙ୍କୁ ମୋର ନମସ୍କାର। ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ, ଖୁସିରେ ଥିବେ, ସ୍ୱସ୍ଥ ଥିବେ। ମାଙ୍ଗୁଳାଙ୍କ ଆଶୀର୍ବାଦରେ ବହୁତ ଭଲରେ ଅଛି, ଖୁସିରେ ଅଛି, ସ୍ୱସ୍ଥ ଅଛି। ଆଜି ହେଉଛି ପବିତ୍ର ରଥଯାତ୍ରା। ରଥଯାତ୍ରା ଉପଲକ୍ଷେ ଆପଣମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା। ଚାଲନ୍ତୁ ସକାଳୁ ସକାଳୁ ବ୍ଲଗ୍ଟି ଏବେ ଷ୍ଟାର୍ଟ କରିବା। ତ ଦେଖନ୍ତୁ ଆଜି ଫୁଲ ଦେଖନ୍ତୁ ତୋଳିକି ଆଣି ପକେଇଛି। ତ ଫୁଲ ତୋଳାରୁ ଆଜି ହିଁ ବ୍ଲଗ୍ଟି ଷ୍ଟାର୍ଟ କରିଛି, ଠାକୁର ପୂଜାରୁ। ତ ମୁଁ ଠାକୁର ପୂଜା କରିସାରି ଆପଣମାନଙ୍କ ସହିତ ମୁଁ କଥା ହେଉଛି। ଦେଖନ୍ତୁ ସକାଳୁ ସକାଳୁ ବି ଏପଟେ ମୁଁ ଦେଖନ୍ତୁ ଏଠି ମୋର ଭାତ ବସିଛି, ପାଣି ବସିଛି, ଭାତ ଚାଉଳ ଲଗେଇନି, ପାଣି ବସିଛି। ଚାଲନ୍ତୁ ସକାଳୁ ସକାଳୁ ଶୁଭ ସକାଳ ଆପଣମାନଙ୍କୁ। ତ ରଥଯାତ୍ରା, ହାପି ରଥଯାତ୍ରା। ଚାଲନ୍ତୁ ଯେଉଁ ବ୍ଲଗ୍ଟି ଏବେ ଷ୍ଟାର୍ଟ କରିବା। ତ ମୁଁ ଠାକୁର ପୂଜାରୁ ଷ୍ଟାର୍ଟ ଆଜି କରିଛି। ତ ଠାକୁର ପୂଜା କରିସାରି ଆପଣମାନଙ୍କ ସହିତ ମୁଁ କଥା ହେଉଛି। ଦେଖନ୍ତୁ ସାଙ୍ଗମାନେ ଠାକୁର ପୂଜା ସରିଗଲା। ଦେଖନ୍ତୁ ତ ଜଗନ୍ନାଥ ଠାକୁର ଅଛନ୍ତି, ଆଉ ମା ହିଙ୍ଗୁଳା ଆଉ ଲକ୍ଷ୍ମୀଙ୍କର ଦେଖନ୍ତୁ ଜଗନ୍ନାଥ ଠାକୁର ଆଉ ମା ହିଙ୍ଗୁଳା, ଆଉ ଦେଖନ୍ତୁ ଏଠି ଲକ୍ଷ୍ମୀ। ମୋର ପୂଜା ସରିଯାଇଛି। ଦେଖନ୍ତୁ ସାଙ୍ଗମାନେ ଏବେ ପୂଜା ସରିଗଲା। ତ
ଚା ଟିକେ କରିବା ପିଇବ ପାଣି ଗୋଟେ ରଖିଲାଣି ଚାଉଳ ଲଗେଇଦେବା ତାପରେ ଚା ପିଇବା ଝାଳ ଫିଟିଗଲା ଗରମ ଲାଗୁଛି ନା ଖରାଟା ଆଜି ଖରା ଭଲ ପାଗ କରିଛି କ'ଣ ହେଉଛି କ'ଣ ନାହିଁ କେଜାଣି ସାଙ୍ଗମାନେ ଆଜି ସକାଳୁ ସକାଳୁ ଖରା ଟିକେ ଅଛି ଖରା ଉପରଓଳି କ'ଣ ହେଉଛି କାଲି ତ ଉପରଓଳି ବର୍ଷା ପୁରା ତାରିଛି ଆଉ ଉପରଓଳି କ'ଣ ହେଉଛି କ'ଣ ନାହିଁ ଦେଖିବା ଆଉ କିନ୍ତୁ ଯେଉଁ କାମ ଚାଲିଛି ଆମର ଦେଖନ୍ତୁ ଯେଉଁଆଡ଼େ ଥିଲା ସବୁ ମୂଷା ଗାଡ଼ ତାକୁ ସବୁ ରିପେୟାରିଂ କାମ ଭାଇ କରୁଛନ୍ତି ଦେଖନ୍ତୁ ସାଙ୍ଗମାନେ ସନ୍ଧ୍ୟା ଟାଇମ୍ରେ ଆଜି ଗରମ ଗରମ ଇଚ୍ଛା ହେଲା ତ କିଛି ବରା ଖାଇବା ପାଇଁ ତ ଆଜି ମୁଁ ନିଜେ ଦେଖନ୍ତୁ ଆଜି ବରା ବନେଇବି ତ ଯାହା ବି ମୁଁ ଖାଏ ଘରେ ଯାହା ବି ବନେଇକି ମୁଁ ଖାଏ ତ ମୋତେ ବାହାର ଜିନିଷ କିଛି ଭଲ ଲାଗେନି ତେଲ ଜିନିଷ ତ ମୁଁ ବାହାରକୁ ଯାହା ଗଲେ ଖାଲି ଯଦି ପିଇବି ମାନେ ଲସି ଟିକେ ନେବା ଥଣ୍ଡା ଟିକେ ଆଉ କିଛି ଜିନିଷ ମୁଁ ଖାଇବିନି ତ ଦେଖନ୍ତୁ ଏପଟେ ମୋର ଚୁଲି ଦେଖିକି ଚୁଲି ଲାଗିଲାଣି ତ ଏପଟେ ବିରି ଆଉ ସୁଜି ପିଆଜ କଞ୍ଚା ଲଙ୍କା ଆଉ ଜିରା ତ ସବୁ ସାମଗ୍ରୀ କାଢ଼ିକି ଦେଉଛି କାଟିକି ଦେବି ଯାଉଛି କାଟି କୁଟାକିନା ଆପଣ କିନ୍ତୁ ଛାଇଟା କେମିତି ଇଏ ଜିରା ଆଉ କିଛି ଲୁଣ ପଡ଼ିଯାଇଛି ତାପରେ କିଛି ଏଠି ପିଆଜ ଥୁଆଯାଇଛି ପିଆଜ କଟାଯିବ ତାପରେ ସୁଜି ଲାଇଟ୍ ନାହିଁ ଲାଇଟ୍ ହାଇ ସାଙ୍ଗମାନେ ଦେଖନ୍ତୁ ଆଜି ମୁଁ କେମିତି କ'ଣ ବରା ତିଆରି କରୁଛି ଦେଖନ୍ତୁ ଏପଟେ ବରାଟା କେମିତି ଖାଲ କରିଦେଲି ଚାଲନ୍ତୁ ବରା କରିବି ଦେଖନ୍ତୁ ମୋ ବରା କେମିତି ହେଇଛି ଦେଖନ୍ତୁ ସାଙ୍ଗମାନେ କେତେ ସୁନ୍ଦର ପୁରା ଚୁଲି କେତେ ଦୂର ଦୂର ପୁରା ଲାଗୁଛି ଦେଖନ୍ତୁ କାଠ ତ କାଠ ଚୁଲି ଯେକୌଣସି ଜିନିଷ ତ କରିବା ବହୁତ ଭଲ ଲାଗେ ଖାଇବା ପାଇଁ ତ ଦେଖନ୍ତୁ ମୁଁ ବି ଆଜି ସନ୍ଧ୍ୟା ଟାଇମ୍ରେ ବରା ଛାଣୁଛି ଦେଖନ୍ତୁ ଛୋଟ ଛୋଟ ବରା ଏତିକ ଛାଣିକିନା ରଖି ସାରିଲିଣି ମାନେ ଦେଖନ୍ତୁ ଆମର ଗରମ ଗରମ ବରା ରେଡ଼ି ହେଇଗଲା ଏପଟେ ଦେଖନ୍ତୁ ହେଇଛି ଆମର ସୋୟାବିନ ଆଳୁ ଝୋଳ ଦେଖନ୍ତୁ ତାପରେ ଲଙ୍କା 4-5ଟା ବି ଛାଣି ଦେଇଛି ତେଲରେ ଆଉ ଗୋଟେ ସୋୟାବିନ ଝୋଳ ବରା ପୁରା କେତେ ନରମ ବରା ଦେଖନ୍ତୁ ବରା କେମିତି ହେଇଛି ଭଲ ହେଇଛି ଟିଭି ଦେଖୁଛନ୍ତି ଇଆଡ଼େ ଦେଖନ୍ତୁ ବରା ଖାଉଛନ୍ତି ଚା ପିଉଛନ୍ତି ଲଙ୍କା ପକେଇ ଦେଖିନା ଘରେ କରି ଖାଇବାର ସବୁଠୁ ବେଷ୍ଟ